ଆସନ୍ତୁ ଆଜିର ଧ୍ୟାନ ନିମନ୍ତେ ଆମମାନେ ଅଳ୍ପ ସମୟ ପ୍ରାର୍ଥନା କରିବା, ତାପରେ ଆମମାନେ ବାକ୍ୟକୁ ଯିବା। ସ୍ୱର୍ଗୀୟ ପିତା, ତୁମକୁ ଧନ୍ୟବାଦ ଦଉଛୁ, ରାଜା ମାନଙ୍କ ରାଜା ପବିତ୍ର ପରମେଶ୍ୱର ବାପା, ତୁମେ ମହାନ ପ୍ରଭୁ ପରମେଶ୍ୱର ସ୍ପା, ତୁମେ ଅଯୋଗ୍ୟ ମନୁଷ୍ୟକୁ ପ୍ରଭୁ ତୁମେ ଯୋଗ୍ୟତା ଭାବରେ ଛିଡା କଲ ପରମେଶ୍ୱର ସ୍ପା। ଓ ପ୍ରଭୁ ମୋ ଅନ୍ତରରେ ପ୍ରଭୁ କିଛି ଜାଣିନି ପ୍ରଭୁ, ମୋର ବୁଦ୍ଧି ନାହିଁ, ଜ୍ଞାନ ନାହିଁ ପରମେଶ୍ୱର ତୁମର ସ୍ୱର୍ଗୀୟ ବାକ୍ୟ କହିବା ନିମନ୍ତେ ପିତା ତୁମେ ପବିତ୍ର ଆତ୍ମାରେ କଥା କୁହ, ତୁମେ ଆମମାନଙ୍କୁ ଶିଖାଅ, ତୁମେ ହିଁ ପରମେଶ୍ୱର ସପା ମାନଙ୍କୁ ଚାଳକ ପାଳକ ହୋଇ ପ୍ରଭୁ ବକ୍ତା ହୋଇ ଆମମାନଙ୍କ ମଧ୍ୟରେ ତୁମେ କଥା କୁହ ବୋଲି ପ୍ରାର୍ଥନା କରୁଛୁ ରାଜା। ପ୍ରତ୍ୟେକ ମୋର ଭାଇ ଭଉଣୀ ମାନେ ବସିଥିବା ପରମେଶ୍ୱର ସପା ପ୍ରତ୍ୟେକଙ୍କୁ ତ ପ୍ରଭୁ ତୁମେ ବୁଝାଅ ପ୍ରଭୁ। ମୋ ଠାରେ ଜ୍ଞାନ ନାହିଁ ପ୍ରଭୁ, କେମିତି ସେମାନଙ୍କୁ ମୁଁ କହିପାରିବି ପିତା, ସେଭଳିଆ ପ୍ରଭୁ ତୁମର ଜ୍ଞାନରେ ତୁମେ ବୁଝାଅ ବୋଲି ପ୍ରାର୍ଥନା କରୁଛୁ ରାଜା। ଧନ୍ୟବାଦ ଗୌରବ ପ୍ରଶଂସା ତୁମକୁ ଦେଇ ପ୍ରିୟ ପ୍ରଭୁ ନାଜାତ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆଜିର ଧ୍ୟାନ ବା ଆଜିର ବାକ୍ୟ ହଉଛି ଯୀଶୁ ଖ୍ରୀଷ୍ଟଙ୍କୁ କାହିଁକି ବଳି ବା ରକ୍ତ ଦେବାକୁ ପଡିଥିଲା। ଆମେ ଅନେକ ଥର ଏ ବାକ୍ୟ ଶିଖିଛୁ ମୋର ପ୍ରିୟମାନେ, ତଥାପି ଆମମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସିଥାଏ କି ଯୀଶୁ ଖ୍ରୀଷ୍ଟଙ୍କୁ କାହିଁକି ବା ପ୍ରଭୁଙ୍କୁ କାହିଁକି ରକ୍ତ ଦେବା ପାଇଁ ପଡିଥିଲା। ସେ ଏତେ ବଡ ମହାନ ପରମେଶ୍ୱର, ସୂର୍ଯ୍ୟ ଚନ୍ଦ୍ର ତାରାଗଣ ମାନଙ୍କୁ ପୃଥିବୀକୁ ସୃଷ୍ଟିକର୍ତ୍ତା, କି ଦରକାର ଥିଲା ରକ୍ତ ଦେବା ପାଇଁ, କି ଦରକାର ଥିଲା ବଳିକୃତ ହେବା ପାଇଁ। ସେ ଥରେ ପଦଟେ କହିଥାନ୍ତା, କ୍ଷମା ହେଇଯା କହିଥିଲେ ମନୁଷ୍ୟ ମାନଙ୍କର ପାପ କ୍ଷମା ହେଇଯାଇଥାନ୍ତା, କାହିଁକି ବଳି ହେବାକୁ ପଡିଲା। ଏ ବିଷୟରେ ନେଇକି ମୁଁ ଅଳ୍ପ ସମୟ ଆପଣମାନଙ୍କ ମଧ୍ୟରେ ମୁଁ ରଖିବାକୁ ଚାହେଁ। ବେଳେ ବେଳେ ଆମମାନେ ମନୁଷ୍ୟ ହିସାବରେ ଆମକୁ ଏଭଳିଆ ପ୍ରଶ୍ନ ଆସିଥାଏ, ଏଡେ ବଡ ସାମର୍ଥ୍ୟ ପରମେଶ୍ୱର, ଏଡେ ବଡ ମହାନ ସମସ୍ତ ପୃଥିବୀକୁ ସମସ୍ତ ସୃଷ୍ଟି କରିବା ଲୋକ ବା ସୃଷ୍ଟିକର୍ତ୍ତା, ସେ ମନୁଷ୍ୟ ପାଇଁ ଏତିକି ଟିକେ କରିପାରିନଥାନ୍ତେ, କ୍ଷମା ହେଇଯାଏ କହିଥିଲେ କ୍ଷମା ହେଇଯାଇଥାନ୍ତା, କାହିଁକି ବଳି ଦେବାକୁ ପଡିଲା। କାହିଁକି ନା ଏହା ଲେଖା ଅଛି ମୋର ପ୍ରିୟମାନେ, ଏହା ଲେଖା ଅଛି ଯେଉଁମାନେ କାଷ୍ଟରେ ଟଙ୍ଗା ଯାଆନ୍ତି ସେମାନେ ଅଭିଶାପ ବୋଲିକି ଲେଖାଯାଏ। ଆସନ୍ତୁ ଗୋଟେ ଧ୍ୟାନ ନିମନ୍ତେ ଆମମାନେ ପଢିବା ପ୍ରଥମ ପିତର 1:18 ଏବଂ 19। ଯିଏ ମଧ୍ୟ ପଢିବେ ମୁଁ ଯେମିତି କି ପାଳି ଧରି ପାରିବି ଏଭଳି ଆପଣ ମାନେ ପଢନ୍ତୁ ଦୟା କରିକି, କାହିଁକି ନା ଆପଣ ଯଦି ସ୍ପିଡରେ ପଢିବେ ମୁଁ ଟିକେ ଧରି ପାରିବି ନାହିଁ, ତେଣୁକରି ତନ୍ନ ତନ୍ନ କରିକି ଗୋଟି ଗୋଟି କରିକି ଆପଣ ମାନେ ପଢନ୍ତୁ, ଆପଣଙ୍କ ପଦରେ ମୁଁ ପାଳି ଧରିବି। ପ୍ରଥମ ପିତର 1:18 ଏବଂ 19। କେହି ଯଦି ପାଇଲେ ପଢିଦେବେ। ଯେଣୁ ତୁମ୍ଭେମାନେ ଜାଣ ଯେ ତୁମ୍ଭମାନଙ୍କ ପିତୃପୁରୁଷ ମାନଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷଣସ୍ଥାୟୀ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷ ଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ସମସ୍ତେ କହିବା ହାଲେଲୁୟା। ମୋର ପ୍ରିୟମାନେ, ଓଡିଆରେ ଟିକେ ଟିକେ ଛାଡିକି ଲେଖା ଯାଇଛି, ଯଦି ଆପଣ ମାନେ ହିନ୍ଦୀରେ ଦେଖିବେ ସେଠି ଏଭଳିଆ ଲେଖା ଯାଇଛି, ଯାହା ତମର ପିତୃପୁରୁଷ, ଏଠି ନିହାତି ଲେଖା ଯାଇଛି ତଳ ଉପର ଟିକେ ମିଷ୍ଟେକ୍ ହେଲା ଭଳିଆ, କିନ୍ତୁ ଯାହା ତୁମର ପିତୃପୁରୁଷ ଠାରୁ ଯାହାକି ଚାଲ ଚଲାନ ଚଳିକି ଆସିଥିଲା, ଯୋଉଟା କି ଆଚାର ବ୍ୟବହାର ଯୋଉ ଭୁଲ ଭାଲ ଥିଲା, ଏଇ ଯୋଉ ଭୁଲ ଭାଲରୁ ତୁମ ମାନଙ୍କର ସୁନା କି ରୂପା ଦେଇକି ତୁମେ ମାନେ ମୁକ୍ତି ପାଇନ, କିନ୍ତୁ ଈଶ୍ୱରଙ୍କ ବା ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତରେ ତୁମ ମାନଙ୍କୁ ମୁକ୍ତ କରାଯାଇଛି। ହାଲେଲୁୟା। ତେଣୁ ମୋର ପ୍ରିୟ ମାନେ, ଆମମାନେ ମନୁଷ୍ୟ ହିସାବରେ ବେଳେ ବେଳେ ଭାବୁଛୁ, ମନୁଷ୍ୟ ହିସାବରେ ବେଳେ ବେଳେ ଏ ପ୍ରକାର ଚିନ୍ତାଧାରା ଆସୁଛି, ମନରେ ଚିନ୍ତାଧାରା ଆସୁଛି କି ଆମେ ନିଖୁନ୍ତ ନିଷ୍କଳଙ୍କ ମେଷ ଶାବକ ବଳି କାହିଁକି ଦେବାକୁ ପଡିଲା।
ଏହା ତ ଠିକ ଲେଖା ଅଛି, କିନ୍ତୁ ବେଳେ ବେଳେ ଏଭଳିଆ ପ୍ରଶ୍ନ ମଧ୍ୟ ଆମ ମାନଙ୍କୁ କରିଥାନ୍ତି, ଫିର ବି ଆମେ ବୁଝିପାରୁନୁ କାହିଁକି ବଳି ଦେବାକୁ ପଡିଲା ବୋଲିକି ମନରେ ଏଭଳି ଆମର ଚିନ୍ତା ଆସିଥାଏ। ମୋର ପ୍ରିୟମାନେ, ଏ ହୃଦୟ ମଧ୍ୟରୁ ବାହାରିଥାଏ, ଏଭଳିଆ ଚିନ୍ତା ହୃଦୟ ମଧ୍ୟରୁ ଆସିଥାଏ, କାହିଁକି କାହିଁକି ଇଏ ତ ପରମେଶ୍ୱର, ପ୍ରଳାକାନ୍ତ ପରମେଶ୍ୱର, କାହିଁକି ବଳି ହେବେ? ଏଭଳିଆ ମନରେ ଗୋଟେ ଏଭଳିଆ ଉଙ୍କି ମାରିଥାଏ। ଅନେକଙ୍କର ଜୀବନରେ ଅନେକ ପ୍ରଶ୍ନ ବି କରିଥାନ୍ତି, ହେଲା ଯେ ତମର ପ୍ରଭୁ କଣ ଏତିକି କହିପାରିଲେ ନାହିଁ କି ସେ ମରିବାକୁ ଏକା ପଡିଲା କି ବୋଲିକି ମଧ୍ୟ ପ୍ରଶ୍ନ କରିଥାନ୍ତି। ଏ ମନରୁ ଆସିଥିବା ପ୍ରଶ୍ନଟା, ସେଥିପାଇଁ ବାଇବଲ କହେ ଏ ମନରୁ ଆସିଥିବା ଏ ଯୋଉ ଯାହା କିଛି ବି ହଉଛି ଏ ମନରୁ ଆସିଥାଏ। ପ୍ରଥମେ ବାକ୍ୟ କୁହେ ଆଗରେ ଏବେ ମଧ୍ୟ ମନର ଇଚ୍ଛାରେ, ମନରୁ ଯାହା ଜାତ ହୁଏ ତାହାର ଇଚ୍ଛାରେ ଏଇ ଶରୀରକୁ, ସେ ମନକୁ ଟାଣିକି ନେଇଯାଏ, ମୁଡିକି ନେଇଯାଏ। ତାପରେ ସେ କଣ କରେ, ଯାହା ତା ମନକୁ ଇଚ୍ଛା ହୁଏ ଏ ଶରୀରକୁ ସେଠି ଲିପ୍ତ କରିବା ପାଇଁ ଏ ମନ ହିଁ ଇସ୍ତେମାଲ କରିଥାଏ। ଆମର ଶରୀରର ଡ୍ରାଇଭର ହଉଛନ୍ତି ମନ। এই মন যাহা চিন্তা কলা, যাহা ইচ্ছা কলা, ଆମ ଶରୀରକୁ ଝିକି 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 ନେଇକି ପାପରେ ମଧ୍ୟ ଲିପ୍ତ କରିବ। ଏ ମନକୁ ଯଦି ଇଚ୍ଛା ହଉଛି ମଦ ପିଇବାକୁ, ଏ ମନକୁ ଯଦି ଇଚ୍ଛା ହଉଛି ବ୍ୟଭିଚାର କରିବାକୁ, ଏ ମନକୁ ଯଦି ଇଚ୍ଛା ହଉଛି ଗୀର୍ଜା ନ ଯିବା ପାଇଁ, ତାହେଲେ ଶରୀରକୁ ମୋଡିକି ନେଇଯାଏ। ମୋର ପ୍ରିୟ, ତେଣୁକରି ଗୋଟେ ବାକ୍ୟ ଲେଖାଯାଏ ଏଫେସୀୟ ପୁସ୍ତକ 2 ଅଧ୍ୟାୟ 2 ଏବଂ 3। एकठू पढ़ते 1 2 3। ଏହି ସଂସାର ଭାବାନୁସାରେ এই সংসার ভাবানুସାরে ପୁଣି ପୁଣି ଆକାଶ ମଣ୍ଡଳ ରାଜ୍ୟର ଅଧିପତି, ଆକାଶ ମଣ୍ଡଳର ରାଜ୍ୟର ଅଧିପତି ଯୋଉ ଶୈତାନ, ଅର୍ଥାତ୍ ଯେଉଁ ଜଗତପତି, ଯାହାକି ଜଗତର ପତି ସେ ଶୈତାନ ବା ଶତ୍ରୁ, ଏବେ ମଧ୍ୟ ଅନାଜ୍ଞାବହ ସନ୍ତାନ ମାନଙ୍କ ଠାରୁ ଏବେ ମଧ୍ୟ, ଆଗରୁ ତ କରୁଥିଲା, ଏବେ ମଧ୍ୟ ଅନାଜ୍ଞାବହ, ଯେଉଁମାନେ ଆଜ୍ଞାକୁ ମାନନ୍ତି ନାହିଁ, ଯେଉଁମାନେ ପାଳକ ମାନଙ୍କର କଥା ମାନନ୍ତି ନାହିଁ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟକୁ ମାନନ୍ତି ନାହିଁ, ଏମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି। କାର୍ଯ୍ୟ ସାଧନ ଏବେ ବି କରୁଅଛି। ହଁ, ତାହାର ଇଚ୍ଛା ଅନୁସାରେ ତୁମେ ମାନେ ମଧ୍ୟ ତାହାର ଇଚ୍ଛା ଅନୁସାରେ ତୁମ୍ଭେ ମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ପୂର୍ବରେ ଏଭଳିଆ ଆଚରଣ କରିକି ଓ ପାପରେ ମୃତ ଥିଲ। ସେହି ଅନାଜ୍ଞାବହ ସନ୍ତାନ ମାନଙ୍କ ସହିତ ସେହି ଅନାଜ୍ଞା ସନ୍ତାନ ମାନଙ୍କ ସହିତ ଆମେ ମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ ମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ। 3 ପଦ ପୁଣି ମନର କାମନା, ଏଠି ଲେଖାଯାଏ ଦେଖନ୍ତୁ, ମନର କାମନା ପୂର୍ଣ୍ଣ କରୁଥିଲୁ। ଏ ମନୁଷ୍ୟ ଏଠି ଓଡିଆରେ ଏତେ କ୍ଲିୟର ଆସିନାହିଁ। ଆପଣ ମାନେ ଯେତେବେଳେ ହିନ୍ଦୀରେ କ୍ଲିୟର ଦେଖିବେ, ମନର ଇଚ୍ଛାରେ, ମନ ଯାହା ଇଚ୍ଛା କରିଥାଏ ଏ ଶରୀରକୁ ସେଇ କାମ କରିବାକୁ ବାଧ୍ୟତା କରିଥାଏ। ଏଇଠି ମଧ୍ୟ ଲେଖାଯାଇଛି ମନର, ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ। ଏଭଳିଆ ମନ ବର୍ତ୍ତମାନ ବି ଅନାଜ୍ଞାବହ ସନ୍ତାନ ମାନଙ୍କ ଠାରେ ଶତ୍ରୁ ବା ଶୈତାନ, ଆମର ଜୀବନର ଶୈତାନ, ଆମର ଆତ୍ମିକ ଶୈତାନ, ଆତ୍ମିକର ଶୈତାନ ଯେ ଶତ୍ରୁ ଆମର ମନର ଇଚ୍ଛା ଅନୁସାରେ ଏ ଶରୀରକୁ ମୋଡିକି ନେଇଯାଇକି ପାପରେ ଲିପ୍ତ କରିଥାଏ। ମୁଁ କାହିଁକି କହୁଛି ମୋର ପ୍ରିୟ ମାନେ, ଆପଣ ମାନେ ଟିକେ ଧ୍ୟାନରେ ବସନ୍ତୁ, ଆପଣ ମାନେ ବୁଝିଲେ ବହୁତ ଭଲ ଲାଗିବ। କାହିଁକି ଏ ମନ ହିଁ ସବୁଠାରୁ ମନୁଷ୍ୟ ମଧ୍ୟରେ, ମନ ହିଁ ସବୁଠାରୁ ଖତରନାକ ବସ୍ତୁ ବୋଲିକି କୁହାଯାଏ। ଏ ମନ ହିଁ ସବୁଠାରୁ, ଯାହାକି ଆମ ଓଡିଆରେ ଲେଖାଯାଏ ଅନ୍ତଃକରଣ। এই ଅନ୍ତଃକରଣ ସବୁଠାରୁ ପୀଡ଼ିତମୟ, ସେଇଠି କାହିଁ ସାରା ରୋଗ ସେଇଠି ଲାଗିକି ଅଛି ମୋର ପ୍ରିୟ। ସେଥିପାଇଁ ମୋର ଧର୍ମଶାସ୍ତ୍ର ବାଇବଲ କହେ, ଜିରିମିୟ ପୁସ୍ତକ 17 ଅଧ୍ୟାୟ 9 ପଦରେ, ଜିରିମିୟ ପୁସ୍ତକ 17 ଅଧ୍ୟାୟ 9 ପଦରେ ଏପରି ଲେଖାଯାଏ, ପଢିବେ। ଅନ୍ତଃକରଣ ସବୁଠାରୁ କପଟମୟ
अंतकरण सबुठारु कपटमय यानी कि ए जो मनरे जो कुचिंता कुधारणा अछि एटा सबुठारु कपटमय ଓ ଅପ୍ରତୀକ କାର୍ଯ୍ୟ ରୂପେ ପୀଡ଼ିତ वो सेठी आजादिया रोग जाक लागि कि अछि मोर प्रिय माने पीड़ित अछि रोग जाक लागि छि मोर प्रिय माने एई जो मनरे जहा किछि भी हमें बाहर करूछु ए मन भीतर आसी थाए सेठी अनेक प्रकार रोग लागि थाए तू चिंताधारा बेविचार कोन कोन रोग लागि छि ए मनरे कोन कोन रोग लागि छि आसंत हमने देखिबा ए मनरु जहा रोग लागि छि आज हमने देखिबा कि रोग जदि हमने मध्य अछि ताले हमने आदि हमने निष्पत्ति करबा कि से रोग हमने छाड़िबा मार्क लिखित सुसमाचार आपण माने मो सहित खुलिबे मार्क लिखित सुसमाचार 7 अध्याय 20 एवं 23 पर्यंत हमने पढिबे ए मनरे की रोग लागि छि हमें आज जानिबा ଆଉ ସେ କହିଲେ ଯାହା ମନୁଷ୍ୟ ଠାରୁ ବାହାରେ ତାହା ହିଁ ତାହାକୁ ଅଶୁଚି କରେ देखो तुमर प्रिय माने जहा ही मनुष्य ठारू बाहरे ताहा ही मनुष्य को असुचि करे बाहर विषय असुचि करछु बोली हमें बेले बेले कहि थाउ किंतु मनुष्य ठारू जहा बाहरे ए मनुष्य मनरु जहा बाहरे मनुष्य हृदयरु जहा बाहरे ताहा ही मनुष्य को असुचि करि थाए अच्छा का कोन कोन बाहर के माने देखिबा पढो କାରଣ ଭିତରୁ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ कारण ଭିତରୁ ମନୁଷ୍ୟର ହୃଦୟରୁ यानी कि ମନୁଷ୍ୟର ମନରୁ କୁଚିନ୍ତା ବାହାରେ ବେଶ୍ୟାଗମନ ଚୋରି ନରହତ୍ୟା ବ୍ୟଭିଚାର ଲୋଭ ଦୁଷ୍ଟତା ଶଠତା କାମୁକତା ଈର୍ଷା ଦୃଷ୍ଟି ନିନ୍ଦା ଅହଙ୍କାର ମୂର୍ଖତା ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ କେତେ ରୋଗ ଲାଗିଛି ଏଇ ମନ ଭିତରେ କୋଉ ଚିନ୍ତା ନରହତ୍ୟା ବ୍ୟଭିଚାର ବିଭିନ୍ନ ପ୍ରକାର ରୋଗ ଲାଗିଛି ଏହି ସମସ୍ତ ବିଷୟ କୋଠିଠୁ ବାହାରୁଛି ମନ ଭିତରୁ ବାହାରିକି ମନୁଷ୍ୟକୁ କଣ କରୁଛି ଅଶୁଚି କରୁଛି ଏଇ ହୃଦୟ ବା ଏଇ ମନ ତ ଗୋଟେ କ୍ଷେତ ସ୍ୱରୂପ ଏଇ ମନ ତ ଗୋଟେ ମାଟି ସ୍ୱରୂପ ଈଶ୍ୱରଙ୍କ ବାକ୍ୟ କହେ ତୁମ ମାନଙ୍କର ହୃଦୟ ବା ତୁମ ମାନଙ୍କର ମନ ଗୋଟେ ମାଟି ସ୍ୱରୂପ ବା କ୍ଷେତ ସ୍ୱରୂପ ସେଇ ମନରେ ବା କ୍ଷେତରେ ଭଲ ବିହନ ବୁଣା ଯାଉଛି ଆଉ ଏଇଟା କୋଉଠୁ ଏ ପ୍ରକାର ବାହାରି ଯାଉଛି କୋଉଠୁ ଉତ୍ପନ୍ନ ହଉଛି ଈଶ୍ୱରଙ୍କର ଗୋଟେ ଏ ମନ ଯୋଉଟା କି ଈଶ୍ୱର କୁହନ୍ତି ତୁମ ମାନଙ୍କର ମନ ବା ତୁମ ମାନଙ୍କର ହୃଦୟ ଗୋଟେ ହଉଛି ଗୋଟେ କ୍ଷେତ ଗୋଟେ ଜମିନ ଗୋଟେ ମାଟି ସ୍ୱରୂପ କିନ୍ତୁ ମୋର ପ୍ରିୟର ଭାଇ ଭଉଣୀ ମାନେ ଏସବୁ ଆସୁଛି କୋଉଠୁ ଆପଣ ମାନେ କ୍ଷେତରେ ଯାହା ବି ବୁଣିବେ ତାହା ହିଁ ସେଇଠିଠୁ ବାହାରିବ ଆପଣ ଯଦି ଗହମ ବୁଣିଛନ୍ତି ଧାନ ବାହାରିବ ନାହିଁ ଆପଣ ମାନେ ଯଦି ମକା ବୁଣିଛନ୍ତି ସୋରିଷ ଫଳିବ ନାହିଁ ମକା ହିଁ ଫଳିବ କାହିଁକି ଏଟା କୋଉଠୁ ବାହାରେ କେତେବେଳେ ବାହାରେ ଆସନ୍ତୁ ଆମେ ଦେଖିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ପଚାରିବା प्रभु या तो गोटे जमीन या तो गोटे संपूर्ण गोटे माटी या तो गोटे खेत हेले एई खेत रे विभिन्न प्रकार कोठुटु बाहरुची एडे बड़ रोग तक एडे विहन कोठुटु बाहरुची माथी पुस्तक माने खोलिबा माथ्यू 13 अध्याय 24 ठारो माने 28 पद जाय पढिबा କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ମାଥ୍ୟୁ 13 ଅଧ୍ୟାୟ 24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ ସ୍ୱର୍ଗ ରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣା ଯାଇଥିବା ଜଣେ
ବ୍ୟକ୍ତିଙ୍କ ସଦୃଶ୍ୟ। ହାଲେଲୁୟା। ତାପରେ ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ମୋର ପ୍ରିୟ ମାନେ ଶୁଣନ୍ତୁ, ଏଇଟା କେତେବେଳେ ହୁଏ? ଲୋକେ ଯେତେବେଳେ ନିଦ୍ରା ଯାଆନ୍ତି, ଲୋକେ ଯେତେବେଳେ ନିଜକୁ ଭୁଲି ଯାଆନ୍ତି, ଲୋକେ ଯେତେବେଳେ ଚେତନା ରୁହନ୍ତି ନାହିଁ, ଲୋକେ ଯେତେବେଳେ ସଚେତନ ରୁହନ୍ତି ନାହିଁ, ସେଇ ସମୟରେ କାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇ ଚାଲିଗଲେ। କାହାଙ୍କର ଶତ୍ରୁ ଆସି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇକି ଚାଲିଯାଏ। ଆପଣ ମାନଙ୍କର ଜୀବନର ବିରୋଧୀ ଶୈତାନ, ଆପଣ ମାନଙ୍କର ଆତ୍ମାର ବିରୋଧୀ ଶତ୍ରୁ ଶୈତାନ, ସେ ମଧ୍ୟରେ ଆସି କଣ କରେ? ସେ ଗହମ ବୁଣିକି ଚାଲିଯାଏ। ମୋର ପ୍ରିୟ ମାନେ, ବାଳୁଙ୍ଗା ମଧ୍ୟରେ ଜଙ୍ଗଲର ଗହମ ବା ବାଳୁଙ୍ଗା ବୁଣି ଦେଇକି ଚାଲିଯାଏ ଗହମ ମଧ୍ୟରେ। ବେଳେ ବେଳେ ଆମର ପାଷ୍ଟର ମାନଙ୍କୁ ପଚାରନ୍ତି ଲୋକମାନେ, ତମର ପାଷ୍ଟର କଣ ଏଇଟା ଶିଖେଇଛନ୍ତି? ଆଜ୍ଞା, ତମର ବିଶ୍ୱାସୀକୁ ମୁଁ ଦେଖିଲି ଆଜ୍ଞା, ସେଠି ବସିକି ସିଗରେଟ ପିଉଥିଲା ଆଜ୍ଞା, ଆପଣ ଏଇଟା ଶିଖାଉଛନ୍ତି କି? ଈଶ୍ୱରଙ୍କର ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦାସ ମାନେ ଭଲ ବିହନ ବୁଣନ୍ତି, କିନ୍ତୁ ଏଇ ମଧ୍ୟରେ କାହିଁକି ବାଳୁଙ୍ଗା ଆସେ? ଯେତେବେଳେ ଆମେ ମାନେ ନିଜର ମନକୁ ସୁରକ୍ଷା ଦେଇନଥାଉ, ଯେତେବେଳେ ଆମେ ମାନେ ନିଜର କ୍ଷେତ୍ରକୁ ବାଡ଼ ବାନ୍ଧି ନଥାଉ, ଯେତେବେଳେ ଆମର ଏଇ ଯୋଉ ଜମିନକୁ ମାନେ ତାର ବାଡ଼ ଦେଇକି ସୁରକ୍ଷା ରଖି ନଥାଉ, ସେତେବେଳେ ଯେକୌଣସି ଜିନିଷ ବା ଯେକୌଣସି ପଶୁ ପକ୍ଷୀ ଯାଇକି ସେଠି ହଗି ଦେଇକି ପଳେଇ ଆସନ୍ତି। ମୋର ପ୍ରିୟମାନେ, ଏବେ ଯଦି ଗୋଟେ ଗାଈ କିମ୍ବା ଗୋଟେ ଯେକୌଣସି କାଉ କିମ୍ବା ଚଢେଇ କିମ୍ବା କୌଣସି ପ୍ରକାର ବୀଜକୁ ଖାଇକି ଆସେ, ପିପଳ ଗଛରେ ଆସିକି ଗୋଟେ ଲେମ୍ବୁ ଖାଇକି ଆସିଥିବା କାଉ ପିପଳ ଗଛରେ ବସିକି ହଗି ଦେଇକି ପଳେଇଲା, କିଛି ଦିନ ପରେ ଦେଖନ୍ତୁ ସେଠି କଣ ବାହାରେ? ଲେମ୍ବୁ ଗଛ ବାହାରେ। ବେଳେ ବେଳେ ଦେଖନ୍ତୁ ମର୍ଚ ଖାଇକି ହଗି ଦେଇକି ଚାଲି ଯାଇଥିବେ, ସେତେବେଳକୁ ପିପଳ ଗଛ ତଳେ ପିପଳ ବାହାରିବା କଥା, କିନ୍ତୁ ମର୍ଚ ଖାଇକି ବାହାରେ। ମୁଁ କାହିଁକି ଏଇଟା କହୁଛି ମୋର ପ୍ରିୟ ମାନେ, ମୁଁ ଆପଣ ମାନଙ୍କୁ ଧ୍ୟାନରେ ନେବାକୁ ଚାହୁଁଛି। ସେଇଠି ପିପଳ ଗଛ ତଳେ ପିପଳ ନ ବାହାରିକି ଲେମ୍ବୁ ଗଛ କାହିଁକି ବାହାରିଥାଏ? ବେଳେ ବେଳେ କାଉ ଯୋଉ ଖାଇକି ଆସିଥିଲା ସେଇଟା ଯୋଉ ହଗି ଦେଇକି ପଳେଇଲା, ସେଇଠି ତାହା ହିଁ ବାହାରିଥାଏ। ଏମିତି ମନୁଷ୍ୟ ମାନଙ୍କ ଜୀବନରେ ବେଳେ ବେଳେ ଏଭଳିଆ ବିହନ ବା ଏଇଭଳିଆ ବାଳୁଙ୍ଗା କାହିଁକି ଆସିଥାଏ? ଏଭଳିଆ ମନରେ କୁଚିନ୍ତା ଆସିଥାଏ କାହିଁକି? ବେଳେ ବେଳେ କେମିତି ବୁଣିଥାଏ ଶତ୍ରୁ ଶୈତାନ? ଟିଭି ଦ୍ଵାରା ବୁଣିଥାଏ। ଟିଭି ଦ୍ଵାରା କେମିତି ବୁଣିଥାଏ? ଆପଣ ମାନେ ଗୋଟେ ନ୍ୟୁଜ ଦେଖିବାକୁ ବସିଥିବେ ଟିଭିର ସାମ୍ନାରେ, ଏବେ ବି ବସୁଥିବେ, ଧ୍ୟାନ ଦେଇକି ଶୁଣନ୍ତୁ। ଆସାମରେ କେମିତି ବନ୍ୟା ହେଲା, ଯାଜପୁରରେ କେମିତି ଘର ଭାଙ୍ଗିଲା, ଆପଣ ଭଲ ଚିନ୍ତାଧାରାରେ ବସିଛନ୍ତି, ଭଲ ଚିନ୍ତାଧାରାରେ ନ୍ୟୁଜ ଦେଖିବାକୁ ବସିଛନ୍ତି, କିନ୍ତୁ ଏତିକି ମନେ ରଖନ୍ତୁ, ମଝିରେ ଆଡଭର୍ଟାଇଜ ଆସିବ। ସେ ଆଡଭର୍ଟାଇଜ କେମିତିଟା ଆସିବ? ସାବୁନ ନେଇକି ଆସିବ ଜଣେ, ସାବୁନ ନେଇକି ଆସିବ। ସାବୁନ ତ ଡ୍ରେସ ଉପରେ ଲଗାଯାଏ ନାହିଁ। ସାବୁନ ନେଇକି ଆସିବ, ଫୁଲା ସାବୁନ ଗାଧାଉ, ଏ ସାବୁନ ଗାଧାଉ, ଭଲ ହବ, ଏମିତି ହବ, ଏମିତି ଉଲଗ୍ନ ଭାବରେ ଗାଧେଇକି ଦେଇକି ଅଞ୍ଜାନିରେ ଅଜଣାତା ଭାବରେ ସେ ଆଡଭର୍ଟାଇଜ ଦ୍ଵାରା ଆପଣ ମାନଙ୍କୁ ବିହନ ବୁଣି ଦେଇଥାନ୍ତି। ବେଳେ ବେଳେ ଆପଣ ମାନେ ସିନେମା ସିରିଏଲ ରେ ମାତି ଥାଉଛନ୍ତି, ଯେତେବେଳେ ଶାହରୁଖ ଖାନ ଯେତେବେଳେ ମାନେ ମାଡ ମାରିଲା ବେଳକୁ ଆପଣ ମାନେ କୁହନ୍ତୁ ସେଇଠି ପ୍ରେଜ ଦ ଲର୍ଡ ବୋଲିକି, ଆଉ ସେଇ ଶାହରୁଖ ଖାନକୁ ଦେଖିକି ବେଳେ ବେଳେ ଆପଣ ମାନେ ଘରେ ମଧ୍ୟ ଆସିକି ଆପଣ ନିଜେ ଶାହରୁଖ ଖାନ ହେଇଯାଉ। ବେଳେ ବେଳେ ଯାଉ ସିନେମାର ପୋଷ୍ଟର ଗୋଟେ ଲାଗିଥାଏ ରୋଡରେ, ଏମିତି ଲେଖା ଯାଇଥାଏ, ମୁଁ ତୁମକୁ ଭଲ ପାଏ। ଆପଣ ଦେଖିଦେଲେ ରୋଡରେ, ମୁଁ ତୁମକୁ ଭଲ ପାଏ, ମୁଁ ବି କାହାକୁ ଭଲ ପାଇବି କି ବୋଲିକି ଆପଣ ମାନେ ମତେ ବୁଝିବୁଛନ୍ତି। ଅଞ୍ଜାନି ସେ ପୋଷ୍ଟର ଦ୍ଵାରା ମଧ୍ୟ ବାଳୁଙ୍ଗା ବୁଣି ଦିଏ ଶତ୍ରୁ ସହିତ। ବେଳେ ବେଳେ କେତେ ଲୋକ କଣ କରନ୍ତି, ସେଜରେ ଏମିତି ଟିଭି ରଖିକି ସେମାନେ 11ଟା 12ଟା ଯାଏ ଶୋଇକି ଦେଖିଥାନ୍ତି। ତାପରେ କଣ ହୁଏ, ସ୍ୱପ୍ନରେ ନିଦରେ ଇଏ ଶାହରୁଖ ଖାନ କାଜଲ ସହିତ ନାଚୁଥାଏ। ସକାଳେ ହଉ କଣ କୁହେ, ସ୍ୱପ୍ନ ଦୋଷ ହେଲା ଆଜ୍ଞା, ମତେ ସ୍ୱପ୍ନ ଦୋଷ ହେଲା ଆଜ୍ଞା, ମୋ ପାଇଁ ପ୍ରାର୍ଥନା କରିଦିଅ। ତମେ ତ ଜାଗା ଦେଲ ବୁଣିବା ପାଇଁ, ତମେ ଜାଗା ଦେଇଛ ବୁଣିବା ପାଇଁ। ତେଣୁକରି ମୁଁ କହିବାର କଥା ହେଲା,
ସେହି ଜମିନକୁ ବା ସେହି କ୍ଷେତକୁ ସୁରକ୍ଷା ଦେବାର ଆପଣଙ୍କର କାମ, ସେଇ କ୍ଷେତକୁ ସୁରକ୍ଷା କରିବାର ଆପଣଙ୍କର କାମ। ବେଳେ ବେଳେ 4-5ଟା ବୁଢୀ ମା ଯାକ ବସିଥିବେ, ସେଇ ମଧ୍ୟରେ କଥା ହଉଥିବେ, ଆମେ ଆଗରେ ଏମିତି ଜବାନ ଥିଲା ବେଳକୁ ମୁଁ 3-4 ଜଣଙ୍କୁ ପଠେଇଥିଲି ଲୋ, ତମେ କିଛି ନାହିଁ କହିଲେ। ଏମାନେ ମତେ ଇଏ 70 ବର୍ଷ ବୁଢୀ ହେଇକି ଯଦି 3-4 ଜଣଙ୍କୁ ପଠେଇଥିଲା, ମୁଁ ତ ଏବେ ଡିଙ୍ଗା ଅଛି, ମୁଁ କେମିତି ପଠେଇବି ନାହିଁ ବୋଲି ଇଏ ମନକୁ ନେଇକି ଇଏ ଚିନ୍ତା କରୁଥାଏ। ବୁଢୀ ମାଙ୍କ ଦ୍ଵାରା ମଧ୍ୟ ବିହନ ଶତ୍ରୁ ବୁଣେଇକି ଚାଲିଗଲା। ବେଳେ ବେଳେ ସ୍କୁଲରେ କଲେଜରେ ବାହାଘର ସମୟରେ ତୁମର ପୁରାଣା ଦୋସ୍ତ ଜଣେ ଫୋନ କରିବ, ଭାଇ କେମିତି ଅଛ, ଭଲ ଅଛ, ଆମର ବାହାଘର ସବୁ ସେଟିଂ ହେଇଯାଇଛି, ବଢିଆ ସବୁ ଚଳି ଯାଇଛି, ଖାନା ପିନା ବହୁତ ବଢିଆ ହେଲା, କିନ୍ତୁ ଭାଇ ତମ ବିଷୟରେ ଜଣେ ଗୋଟେ ଝିଅ ମତେ ପଚାରୁଥିଲା କେମିତି ଅଛି ବୋଲି। ଅଞ୍ଜାନି ସେ ଫୋନରେ ମଧ୍ୟ ଆପଣଙ୍କୁ ଶତ୍ରୁ ସହିତ ଗୁଣି ଦେଇକି ଚାଲିଯାଏ। ସ୍କୁଲ କଲେଜରେ ମଧ୍ୟ ଯାଉଥିବା ମୋର ପ୍ରିୟ ଭାଇ ଭଉଣୀ ମାନଙ୍କୁ କହିବାକୁ ଚାହେଁ, ସେମାନଙ୍କ ମଧ୍ୟରେ ଜଣେ କହିବ ମତେ ଲୋ ଗୋଟେ ବହୁତ ପୁଅ ମତେ ଏତେ ଭଲ ପାଉଛି, ମୁଁ ବି ତାକୁ ଭଲ ପାଉଛି ବୋଇଲା ଇଆ ମନରେ କଣ ଲାଗେ, ଇଏ ମୋ ତ କାଳିଆ ହେଇକି ୟା ସବୁ ଦାନ୍ତ ବାହାରିକି ଗୋଟେ ପୁଅ ମିଳିଲା, ମୁଁ ତ ତାଠୁ ଏତେ ସୁନ୍ଦର ଅଛି, ମତେ ପୁଅ ମିଳିବେନି କି କହିକି ଇଏ କାହିଁ ଆର ଦିନ ପାଉଡର କ୍ରିମ ଟିକେ ଲଗେଇକି ମତେ ମିଳନ୍ତୁ ବୋଲି କିଏ ମତେ ଯାଉ। ଦୋସ୍ତ ମାନଙ୍କ ଦ୍ଵାରା, ସାଙ୍ଗସାଥି ମାନଙ୍କ ଦ୍ଵାରା ବିହନ ବୁଣୁଥିବା ଶତ୍ରୁ ସୈତାନ ଆପଣ ମାନଙ୍କ ମନରେ ମଧ୍ୟ କାର୍ଯ୍ୟ କରେ। ଭାଇ ଭଉଣୀ ମାନେ, ଆପଣଙ୍କର ମନର ସୁରକ୍ଷା ଆବଶ୍ୟକ ଅଛି, ଆପଣ ମାନଙ୍କର ମନର ସୁରକ୍ଷା ଆବଶ୍ୟକ ଅଛି। ଏହି ମନ ଭିତରେ ବିହନ ବୁଣୁଥିବା ଶତ୍ରୁ ସୈତାନକୁ ଆମମାନେ ସୁଯୋଗ ନ ଦେବା ପାଇଁ ପରମେଶ୍ୱର ଏବଂ ମୋ ପାଇଁ ଆପଣ ମାନଙ୍କ ପାଇଁ ଏତେ ଚିନ୍ତା କରିକି ଏତେ ସୁନ୍ଦର ବାକ୍ୟ ଗୋଟେ ଦେଇଛନ୍ତି, ବହୁତ ବଡ ସୁନ୍ଦର ବାକ୍ୟ ଦେଇଛନ୍ତି। ଏଇ କ୍ଷେତ୍ରର ସୁରକ୍ଷା ନିମନ୍ତେ, ଏଇ ଆମର ଜମିନର ସୁରକ୍ଷା ନିମନ୍ତେ, ଏଇ ମାଟିର ସୁରକ୍ଷା ନିମନ୍ତେ ପ୍ରଭୁ ଆମକୁ ଏତେ ସୁନ୍ଦର ଭାବରେ ଗୋଟେ ବାକ୍ୟ ଦେଇଛନ୍ତି। ଆମର ସୁରକ୍ଷା ପାଇଁ ତମେ ଯେମିତିକି ବଞ୍ଚି ପାରିବ, ଶତ୍ରୁ ଯେମିତିକି ବୁଣିବ, ତୁମ ମନରେ କାର୍ଯ୍ୟ କରିବ ନାହିଁ, ସେଇଭଳିଆ ଗୋଟେ ଉପାୟ କରିଦେଇଛି, ତାହା ତମେ ଗ୍ରହଣ କର। ତାହା ହଉଛି, ଆସନ୍ତୁ ଆମେ ଦେଖିବା ଏଫେସୀୟ ପୁସ୍ତକ 6 ଅଧ୍ୟାୟ ଆମେ 11, 13 ଏବଂ 17 ପଦ ଆମେ ପଢିବା। 11, 13 ଏବଂ 17 ପଦ ଆମେ ପଢିବା। ତୁମେମାନେ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜାରେ ଆପଣାକୁ ସୁସଜ୍ଜିତ କର। ଦେଖନ୍ତୁ ମୋର ପ୍ରିୟ ମାନେ, ଯେମିତିକି ଆମେ ଶୈତାନ ସହିତ ଏଇ ଯୋଉ କୁସ୍ତି ଲଢୁଛୁ, ଏବେ ମଧ୍ୟ ଜୀବନରେ କାର୍ଯ୍ୟ କରୁଛି, ସେଇ ଶୈତାନ ସହିତ ଯୁଦ୍ଧରେ ଆମେ ଜିତିବା ପାଇଁ ହେଲେ ପରମେଶ୍ୱର ଆମକୁ କିଛି ଅସ୍ତ୍ର ଦେଇଛନ୍ତି। ମୋର ପ୍ରିୟ ମାନେ, ପରମେଶ୍ୱର ଆମକୁ କିଛି ଶସ୍ତ୍ର ଦେଇଛନ୍ତି, ତାହା ଆମେ ବ୍ୟବହାର କରିବାକୁ ପଡିବ। ଚାहे ଆମେ ଗୋଟେ ବନ୍ଧୁକ ଉଠେଇବା ଲୋକ ନୁହେଁ, ଚାहे ଆମେ ଗୋଟେ ହତିଆର ଉଠେଇବା ଲୋକ ନୁହେଁ, ତଥାପି ପ୍ରଭୁ ଆମକୁ ହତିଆର ଦେଇଛନ୍ତି। ଆମେ ସେଇ ହତିଆରକୁ ଆମେ ଧରିବା ନିହାତି ଆବଶ୍ୟକ ଅଛି। ସେ ଯୁଦ୍ଧଠାରୁ ମୁକ୍ତ ହେବା ନିମନ୍ତେ, ଆମେ ସେଇ ଶତ୍ରୁ ଠାରୁ ମୁକ୍ତ ହେବା ନିମନ୍ତେ ପ୍ରଭୁ ଆମକୁ ସେଇ ଅସ୍ତ୍ର ଦେଇଛନ୍ତି। ସେଇ ଅସ୍ତ୍ର କଣ? ଆଗକୁ ପଢନ୍ତୁ 13 ଏବଂ 17। ଏଣୁ ତୁମେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବବିଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜା ଗ୍ରହଣ କର। 17 ପଦ। ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ହାଲେଲୁୟା। ମୋର କହିବାର ଅର୍ଥ କଣ ହେଲା, ଏଇ ଯୋଉ 17 ପଦଟା ଇମ୍ପୋର୍ଟାଣ୍ଟ ମୁଁ ନେଇକି କହୁଛି ଆପଣ ମାନଙ୍କୁ। ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ, ୟାନି କି ହିନ୍ଦୀରେ ଦେଖିବେ ଟୋପି ପିନ୍ଧ ବୋଲି ଲେଖାଯାଏ, ଇଂଲିଶରେ ଯଦି ଦେଖିବେ ହେଲମେଟ ବୋଲି ଲେଖାଯାଏ। ମୋର ପ୍ରିୟ, ଏଇ ହେଲମେଟ
বা এই ଟପିକ ଆମେ କେତେବେଳେ ବ୍ୟବହାର କରିଥାଉ ଆମର ଭାରତ ସରକାର ଗୋଟେ ନିୟମ ବାହାର କରିଛନ୍ତି ଆପଣ ରୋଡ ରେ ଗଲା ବେଳେ ରାସ୍ତାରେ ଗଲା ବେଳେ ବାଇକ ରେ ଗଲା ବେଳେ ମୋଟର ସାଇକେଲ ରେ ଗଲା ବେଳେ ୟାକୁ ପିନ୍ଧ କାହିଁକି ନା ୟାକୁ ପିନ୍ଧିବା ଦ୍ୱାରା ଶତ୍ରୁ ସୈତାନ ଆଗକୁ ତମର ବିପଦ ରଖିଯାଇଛି ସେଇ ବିପଦରୁ ତମେ ମୁକ୍ତି ପାଇବ ବା ଏଇ ବିପଦରୁ ତମେ ଯୋଉ ବଞ୍ଚିବ ଏଥି ନିମନ୍ତେ ୟାକୁ ତମେ କଣ କର ପରିଧାନ କର ସେଥିପାଇଁ ପ୍ରଭୁ ପରମେଶ୍ୱର କୁହନ୍ତି ଏଇ ଟପିକୁ ଯେତେବେଳେ ତମେ ପିନ୍ଧିବ କଣ ହବ ମୋର ପ୍ରିୟ ମାନେ ଜାଣିଛନ୍ତି ଏଇ ଟପି ଏମିତି ତିଆରି ହେଇନାହିଁ ଏଇ ଟପି ଯଦି କଲସ୍ୟ ପୁସ୍ତକରେ ଲେଖାଯାଏ ଆମ ଓଡିଆରେ ଛାଡି ଯାଇଛି ଇଂଲିଶରେ ଦେଖିବେ ତାହାଙ୍କର ରକ୍ତରେ ହିଁ ହେଲମେଟ ତିଆରି ହେଇଯାଇଛି ଏଇ ହେଲମେଟ କୁ ତମେ ଯେତେବେଳେ ପିନ୍ଧିବ ତମର ମନରେ ତମର ଚିନ୍ତାରେ ତମର ଭାବନାରେ ଯେତେ ବି ଶୈତାନ ବୁଣିବ ଯେମିତି କଇନ ଏବଂ ହତ୍ୟା କରିକି ଆଉ ସେ ଯୋଉ ବୁଣିବାକୁ ଚେଷ୍ଟା କଲା ଯେତେ ବି କ୍ଷେତ୍ରରେ ଫଳ ପାଇବାକୁ ଚେଷ୍ଟା କଲା ଆଉ ସେଟା ଉଗିଲା ନାହିଁ ତାହା ଯୋଉ ହେଇପାରିଲା ନାହିଁ ଠିକ ସେମିତି ଶତ୍ରୁ ତମକୁ 1 କିଲୋ ବୁଣିବ 2 କିଲୋ ବୁଣିବ 4 କିଲୋ ବୁଣିବ ଶତ୍ରୁ ଏତେ ବୋକା ନୁହେଁ ଯେ ତମକୁ ବୁଣି ବୁଣି ରହିବ ସେଠି ଉଗିବ ନାହିଁ ସେଠି ଗଜା ହବ ନାହିଁ ହେଲମେଟ ରେ ପଡି 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 ସବୁ ବାହାରକୁ ପଳେଇ ଯିବ ଆଉ ଶତ୍ରୁ ସୈତାନ ତମକୁ ଛାଡିକି ପଳେଇବ ଆପଣ ମାନେ ସୁରକ୍ଷା ପାଇଯିବେ ମୋର ପ୍ରେମ এই রক্ত ମଧ୍ୟରେ ଆପଣ ମାନେ ଆସିବା ନିହାତି ଆବଶ୍ୟକ ଅଛି ଏହି ଯୀଶୁଙ୍କର ରକ୍ତ ତମକୁ ଆମର ଯିବାକୁ ପଡିବ ଆଦି ପୁସ୍ତକରେ ଲେଖାଯାଏ 4:8 ଏବଂ 10 ବାକ୍ୟରେ ଲେଖାଯାଏ କଇନ ଯେତେବେଳେ ଆପଣ ମାନେ ଘରେ ଯାଇକି ପଢନ୍ତୁ ସମୟ ଅତି ଅଳ୍ପ ତେଣୁକରି ମୁଁ ଆପଣଙ୍କୁ ଛୋଟରେ କହିଦଉଛି କଇନ ଯେତେବେଳେ ହେବଲଙ୍କୁ ହିଂସା ହେଲା କ୍ରୋଧ ଜନ୍ମିଲା ଇଏ ମୋର ପରମେଶ୍ୱର ୟାର ଗ୍ରହଣ କଲେ ମୋର ଗ୍ରହଣ କଲେ ନାହିଁ ଏଭଳି କ୍ରୋଧ ଯେତେବେଳେ ଜନ୍ମିଲା କଣ କଲେ ମୋର ପ୍ରିୟ ମାନେ ହେବଲଙ୍କୁ ସେ ହତ୍ୟା କରିବାକୁ ଚେଷ୍ଟା କଲା ଆହୁରି ହତ୍ୟା କଲା ହିଁ କଲା ଯେତେବେଳେ ହତ୍ୟା କଲା ତାର ରକ୍ତ ଚିତ୍କାର ଉପରେ ଡାକୁଛି ଈଶ୍ୱରଙ୍କୁ ହେବଲଙ୍କର ରକ୍ତ ଈଶ୍ୱରଙ୍କୁ ଚିତ୍କାର ଉପରେ ଡାକୁଛି ଏମିତି ଅନେକ ଜୀବନ ଏଇ ବିନା କାରଣରେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଏବଂ ଦାସ ମାନଙ୍କୁ ବିନା କାରଣରେ ରକ୍ତ ବୋହି ଦେଇଛନ୍ତି ସେଇ ରକ୍ତ ଆଜି ବି ଡାକ ପକାଉଛି ପିତା ପିତା ତମେ କେତେ ଦିନ ପର୍ଯ୍ୟନ୍ତ ନେଇକି ରହିବ ଆମର ନ୍ୟାୟ କରିବ ନାହିଁ କି এইভাবে হেবলଙ୍କର রক্ত ঠাରୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ଏଭ୍ରି ପୁସ୍ତକ ବାକ୍ୟ କହେ ହେବଲଙ୍କ ରକ୍ତ ଠାରୁ ମଧ୍ୟ ଉତ୍ତମ କଥା ଆମମାନଙ୍କୁ କହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପ୍ରାର୍ଥନା କଲେ ଆମମାନଙ୍କ ନିମନ୍ତେ କ୍ରସରେ ଖାଲି ସେ ଯେ ଖାଲି ରକ୍ତ ଦେଲେ ସେତିକି ନୁହେଁ ଆମମାନଙ୍କର ନାମ ନେଇକି ମୋର ଏବଂ ଆପଣମାନଙ୍କର ନାଁ ନେଇକି ଯେତେବେଳେ କଥା କହୁଥିଲେ ପରମେଶ୍ୱରଙ୍କ ନିକଟରୁ ତାର ଶେଷ ମୁହୂର୍ତ୍ତରେ ଏଭଳିଆ ହେଲା ତାଙ୍କର ପସିନା ବା ତାଙ୍କର ଝାଳ ରକ୍ତ ପରି ଟପା 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 ହେଇକି ସମସ୍ତ ରକ୍ତ ବୋହି ଲୋକମାନେ ଯଦି ଆପଣ ମାନେ ପୁରାତନ ନିୟମରେ ଦେଖିବେ ମିଶ୍ରୀୟ ଲୋକମାନେ ଭୟଙ୍କର କଷ୍ଟ ଦଉଥିଲେ ଇଟା ବନେଇବାକୁ ଦଉଥିଲେ ଗୋଟେ ଦିନ ନାହିଁ 2 ଦିନ ନାହିଁ 400 ବର୍ଷ ପର୍ଯ୍ୟନ୍ତ ତାଡ଼ନା ଦେଲେ ପରମେଶ୍ୱର ସେଠି ଦେଖିଲେ ମୋହର ଲୋକମାନେ କଷ୍ଟ ଅନୁଭବ କରୁଛନ୍ତି ମୋହର ଲୋକମାନେ ବହୁତ ତାଡ଼ନାରେ ଅଛନ୍ତି ମୁଁ ଗୋଟେ ଉପାୟ କରିବି ସେମାନଙ୍କୁ ମୁକ୍ତ କରିବି ବୋଲି ସେ ଗୋଟେ କାମ କଲେ ମଉସାଙ୍କୁ କହିଲେ ମଉସା ତମେ ଗୋଟେ ମେଷ ନିଅ ସେ ମେଷକୁ ବଳି ଦିଅ ଆଉ ଗୋଟେ ଟୋକରିରେ ସେ ରକ୍ତକୁ ନେଇକି ତମେ ଚୌକାଠରେ ଦ୍ୱାର ବନ୍ଧରେ ଲଗେଇବ ଯେତେବେଳେ ଦ୍ୱାର ବନ୍ଧରେ ଲଗେଇବ ଆଉ ସେ ରକ୍ତକୁ ଯେଉଁମାନେ ବିଶ୍ୱାସ କରୁଛି ଭିତରକୁ ଆସିବେ ସେମାନେ ପ୍ରାଣ ବଞ୍ଚିବେ ଆଉ ଯେଉଁମାନେ ବିଶ୍ୱାସ କରିବ ନାହିଁ ରାତ୍ର ସମୟରେ ମୃତ୍ୟୁର ଦୂତ ଆସିବ ସେମାନଙ୍କୁ ମାରିଦବ ଅନେକ ଲୋକ କହିଲେ ଏ ରକ୍ତ ଆମକୁ କଣ କରିପାରିବ এটা କେମିତି ପ୍ରକାର ତମେ ଇଏ କରି ଚିନ୍ତା କରିପାରିଛ ଅନେକ ଲୋକ ବିଭିନ୍ନ ପ୍ରକାର କଥା କହିଲେ ମୋର ପ୍ରିୟ ମାନେ ଯେତେ ଲୋକ ତାହା ବିଶ୍ୱାସ କରିକି ସେ ଭିତରକୁ ଗଲେ ରାତ୍ରିରେ ମୃତ୍ୟୁର ଦୂତ ଆସିଲା ଯେତେ ଲୋକ ବାହାର ବୁଲୁଥିଲେ ଅନେକଙ୍କୁ ମାରିଦେଲା ସକାଳେ ହଉ ହଉ ଅନେକଙ୍କର ମୁଖ ଦେଖାଗଲା ଯେଉଁମାନେ ରକ୍ତ ଭିତରେ ଥିଲେ ସେମାନେ ସମସ୍ତେ ବଞ୍ଚିଗଲେ ତେଣୁ ମୋର ପ୍ରିୟ ମାନେ ଆମମାନେ ସେଇ ରକ୍ତ ଭିତରେ ରହିବା ଲୋକମାନେ ଆମମାନେ ମଣ୍ଡଳୀ ବାହାରେ ରହିବା ନାହିଁ ମଣ୍ଡଳୀ ଭିତରେ ରହିବାର ଅଛି ମଣ୍ଡଳୀ ବାହାରେ ବିନାଶ ଅଛି ଅନେକ ଲୋକମାନଙ୍କ ବାଳକଙ୍କର କଥା ବାଧି ପାରେ ବାଳକଙ୍କର କଥାକୁ ହିଂସା ହେଇପାରେ ସେମାନେ ମଣ୍ଡଳୀ ଛାଡିବାକୁ ଚେଷ୍ଟା କରନ୍ତି କିନ୍ତୁ ମଣ୍ଡଳୀ ଭିତରେ ଯଦି ଜଗତରେ ଯଦି ଆପଣ ମାନେ ଦେଖିବେ ମଣ୍ଡଳୀ ଛାଡିକି ପୃଥିବୀରେ କୌଣସି ସୁରକ୍ଷା ସ୍ଥାନ ଅଛି କି ବୋଲି ଯଦି ଆପଣ ମାନେ ଜାଣୁଛନ୍ତି ତାହା ହଉଛି ମଣ୍ଡଳୀ ଆପଣ ମାନେ ସେଇ ମଣ୍ଡଳୀ ଭିତରକୁ ଯିବେ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଭିତରକୁ ଯିବେ
ଆପଣମାନେ ସୁରକ୍ଷିତ ଆପଣମାନେ ସୁରକ୍ଷିତ ପାଇବେ। ମଣ୍ଡଳୀ ଠାରୁ ହିଁ ସିଡ଼ି ଲାଗିଛି ସ୍ୱର୍ଗ ପର୍ଯ୍ୟନ୍ତ ମୋର ପ୍ରିୟମାନେ। ଆଉ କୌଣସି ଜାଗାରୁ ଆପଣମାନେ ସ୍ୱର୍ଗ ଯାଇପାରିବେ ନାହିଁ। ମଣ୍ଡଳୀ ଠାରୁ ଷ୍ଟେପ ବାଇ ଷ୍ଟେପ ଆପଣମାନେ ସ୍ୱର୍ଗକୁ ପହଞ୍ଚି ପାରିବେ। ମଣ୍ଡଳୀକୁ ଯଦି ପରିତ୍ୟାଗ କରିବେ, ମଣ୍ଡଳୀ ବାହାରେ ନିଶ୍ଚିତ ଭାବରେ ବିନାଶ ହିଁ ବିନାଶ। ଯଦି ଆପଣମାନେ ନୋହକୁ ପଚାରିବେ, ନୋହ ଯେତେବେଳେ ସେ ମଣ୍ଡଳୀ ବା ଜାହାଜ ଭିତରେ ରହିଲେ, ବିନାଶ ପୃଥିବୀରେ ଆସିଲା। ଯେତେବେଳେ ଲୋକମାନେ ପୋକ ମାଛି ପରି ମରି ଯାଉଛନ୍ତି, ସେଇ ସମୟରେ ଆପଣ ଟିକେ ପଚାରନ୍ତୁ ନୋହକୁ, ନୋହ ଆମେ କେମିତି ମରିଯାଉଛୁ, ଟିକେ କବାଟ କରି ଦେଖ ପରା, ଟିକେ କବାଟ ଖୋଲିକି ଦେଖ ପରା। ନୋହ କହିବ, ମୁଁ କି ପାଇଁ ଦେଖିବି, ତମେ ଏକା ବାହାରେ ପହଁରି ବୁଲ, ମୁଁ କାହିଁକି ଦେଖିବି। ତେଣୁକରି ମୋର ପ୍ରିୟମାନେ, ମଣ୍ଡଳୀ ଭିତରେ ସୁରକ୍ଷା ଅଛି, ମଣ୍ଡଳୀ ଭିତରେ ସୁରକ୍ଷା ଅଛି। ମଣ୍ଡଳୀକୁ ଛାଡିକି ମଣ୍ଡଳୀ ଭିତରେ ଅଶାନ୍ତି ମଧ୍ୟ ଆସିଥାଏ, ଶତ୍ରୁ ସହିତ ଆଣିଥାଏ। ସେ ଅଶାନ୍ତିକୁ ଧରିକି ଆପଣମାନେ କେବେ ମଧ୍ୟ ମଣ୍ଡଳୀକୁ ଛାଡିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ପ୍ରଭୁଙ୍କର ଦାସ ମାନେ ଯାହା ବି କହିବେ ଆଜ୍ଞା ପାଳନ କରନ୍ତୁ। ଏଇଟା ଲେଖା ହେଇଛି କି ଏମିତି କହିବାର ଥିଲା କି? ବେଳେ ବେଳେ ଆମମାନଙ୍କ ଜୀବନରେ ଏମିତି ଆସିଥାଏ। ଏଇଟା କିଏ ଆଣି ଯାଇଥାଏ? ଶତ୍ରୁ ଶୈତାନ ଏଇଟା ବୁଣିଥାଏ। କ୍ୱେଶ୍ଚିନ୍ ନାହିଁ ମୋର ପ୍ରିୟ ମାନେ। ଦାସ ମାନେ କହିବା ମାତ୍ରେ କରିବାକୁ ବାଧ୍ୟ। ଅଭାବ ସମୟରେ ମଧ୍ୟ କହିଲେ ବି ଆପଣ ମାନେ ବୁଝିବାକୁ ପଡିବ। ମୋର ଅଭାବ ସମୟରେ ପ୍ରେମ ଅଛି, ଗୋଟେ ପ୍ରେମରେ କହିବାକୁ ପଡିବ। ଆଜ୍ଞା ଅଭାବ କଣ କରିପାରିବ, ଆମେ ଟିକେ ସମୟ ଦିଅନ୍ତୁ। ଛିଦ୍ର ଅନ୍ୱେଷଣ କରନ୍ତୁ ନାହିଁ, ଦାସ ମାନଙ୍କର ଛିଦ୍ର ଅନ୍ୱେଷଣ କରନ୍ତୁ ନାହିଁ। ଏମିତି କହିବା କଥା ଥିଲା କି ଏଇଠି ଯିବ ସେଇଠିକି, ସେଇଠି ଯିବ ସିଆଡକୁ, ଏଇଠିଠୁ ସିଆଡକୁ। ସ୍ଥାନୀୟ ମଣ୍ଡଳୀକୁ ଆପଣ ମାନେ ସମ୍ମାନ ଦିଅନ୍ତୁ। ଭଡା ଦିଆଯାକ ତ ବର୍ଷକୁ ଥରେ ଆସିବେ, ପ୍ରତିଦିନ ପାଇବେ କି? ଭଡା ଦେଇ ଦେଇ ଆଣୁଥିବେ କି? ନିଜର ପାଳକ ମାନଙ୍କୁ ସମ୍ମାନ ଦିଅନ୍ତୁ। ନିଜର ପାଳକ ମାନେ ନିଜ ମଣ୍ଡଳୀର ସମ୍ପତ୍ତି ଅଟନ୍ତି। ଆଉ ଆପଣ ମାନେ ମଣ୍ଡଳୀର ଲୋକମାନେ ପାଳକର ସମ୍ପତ୍ତି, ସିଏ ଆପଣ ମାନଙ୍କୁ ଭୋଗ କରିବେ। ଆପଣ ମାନେ ନିହାତି ପାଳକ ମାନଙ୍କର ବା ମଣ୍ଡଳୀକୁ ପରିତ୍ୟାଗ କରନ୍ତୁ ନାହିଁ। ଯଦି ଆପଣ ମାନେ ଋତ ପୁସ୍ତକର 1 ଅଧ୍ୟାୟକୁ ଯଦି ପଢିବେ, ସେ ସ୍ଥାନରେ ଲେଖାଯାଏ ବେଥଲିମକୁ ଛାଡିକି ସେମାନେ ମୋୟାବକୁ ଗଲେ। ବେଥଲିମ ହଉଛି ଗୋଟେ ରୁଟିର ଭଣ୍ଡାର, ବେଥଲିମ ହଉଛି ଗୋଟେ ମଣ୍ଡଳୀ। ଗୋଟେ ଦିନ ଅଭାବ ଆସିଲା, ଗୋଟେ ଦିନ କିଛି ଗୋଟେ ପାଳକ ମାନେ ବିଚାର କରିଦେଲେ, ତା ଆପଣ ମାନେ ଟେନସନ ହେଇକି ଗୋଟେ ମଣ୍ଡଳୀକୁ ପଳେଇବି, ଅନ୍ୟ ଜାଗାକୁ ପଳେଇବି। ଯେତେବେଳେ ଯିବ ମୋୟାବକୁ ପହଞ୍ଚିଯିବେ। ମୋୟାବି ହଉଛି ଗୋଟେ ବେଶ୍ୟାର ଜାଗା ମୋର ପ୍ରିୟ ମାନେ। ମୋୟାବି ହଉଛି ଗୋଟେ ବେଶ୍ୟାର ଜାଗା। ଆପଣଙ୍କୁ ତ ସରଳ ଲାଗିବ, ସେଠି ଧନ ଅଛି, ସମ୍ପଦ ଅଛି, ସଂଗ୍ରାମ ଅଛି, ସବୁ କିଛି ମିଳୁଛି। ମୋର ପୁଅ ଝିଅ ବଢିଲେଣି, ଏତେ ଆରାଧନାରେ ପ୍ରାର୍ଥନାରେ ଲମ୍ବା ହେଇଗଲେ, ସ୍ୱର୍ଗ ଆଡେ ଲମ୍ବା ହେଇନାହାନ୍ତି। ପଛକୁ ଅନେଇଲା ବେଳକୁ ଖାଲି ହାତରେ ଅଛି। ଲେଖା ଯାଇଛି କି ମୋୟାବିରେ ଏତେ ଲୋକ ମରିଗଲେ ବୋଲି ଯେତେବେଳେ କହିଲେ, ବେଥଲିମରେ କେତେ ଲୋକ ମଲାଟା ଲେଖାଗଲା କି? ଅଭାବ ତ ଅଛି କିନ୍ତୁ ମରଣ ନାହିଁ ମୋର ପ୍ରିୟ ମାନେ। ମଣ୍ଡଳୀ ଭିତରେ ମରଣ ନାହିଁ। ମଣ୍ଡଳୀରେ ଯେତେବେଳେ ଥିବେ, ପୃଥିବୀରେ ସଂସାରରେ ଦୁର୍ଦ୍ଦଶା ଆସିବ, ସମସ୍ୟା ଆସିବ। ସମସ୍ୟା ଯେତେବେଳେ ବଢି ବଢି ଯିବ, ମଣ୍ଡଳୀରେ ଥିବା ଲୋକମାନେ ଉପରକୁ 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 ଉଠିବେ। ନୋହ ଯେତେବେଳେ ଜାହାଜରେ ଥିଲେ, ସମସ୍ୟା ଆସିଲା ପୃଥିବୀରେ, ପାଣି ଜଳ ପ୍ରବଳ ଧରିଗଲା। ତାହା କଣ କଲା? ନୋହଙ୍କର ଡଙ୍ଗାକୁ ଉପରକୁ 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 ଯେତେ ବଢିଲା ସେତେ ଉପରକୁ ନେଇକି ଗଲା। ଆମେ ତଳକୁ ଯିବା ଲୋକ ନୁହେଁ, हम ऊपर जाने वाला है। हालेलुया। ତେଣୁକରି ଈଶ୍ୱରଙ୍କର ସେଇ ରକ୍ତ ତଳକୁ, ସେଇ ମଣ୍ଡଳୀ ଭିତରେ ଆପଣ ମାନେ ସୁରକ୍ଷା ସ୍ଥାନ ବୋଲି ବୁଝି ଆପଣ ମାନେ ଲାଗିକି ରୁହନ୍ତୁ। ଏହି ଶିକ୍ଷା ବାକ୍ୟ ପ୍ରତି ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।